ନଳପଣେ ଗାଧଉଛ ଗୋଟା କଳ ଖାଉଛ କଣ ଦିଶୁଛ দাদা দাদা তোমার কোন হলো দাদা ଝିଅ ଦୁଇଟା ଥିଲେ ତାପରେ କଣ କହିବେ দাদা তোমার ମତେ କହିଲା দাদা তোমার মুহଁରୁ কোন রক্ত বাহারি দাদা এ ধরলো 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 দাদাকে হসপিটাল নেবা ধরলো দাদা আজ ফুল পিইଛନ୍ତି ବୋଧେ হসপিটাল আছে দাদা ধরলো ধরলো স্যার স্যার ସାର୍ ନୁହେଁ ମ୍ୟାଡାମ। ଆଚ୍ଛା ଆପଣ ସେ ଲୋକ ନା ଯିଏ ପାଖାପାଖି 15 ଦିନ ତଳେ ମୋ ସହ ଦେଖା କରିଥିଲେ? 15 ଦିନ ତଳେ ଦେଖା କରିଥିଲ କି ଦାଦା ତମେ? ହଁ, ପାଟିରେ ଘା ହୋଇଥିଲା ବୋଲି ଦେଖା କରିଥିଲେ। ଠିକ କହିଲି ନା? ଭଲ ହେଲା ଆପଣ ଚାଲି ଆସିଲେ। ଆପଣ ଯୋଉ ବାୟୋଷ୍ଟିମ୍ ଟେଷ୍ଟ କରିଥିଲେ ତାର ରିପୋର୍ଟ ଗୁଡ଼ିକ ସବୁ ଚାଲି ଆସିଛି। ବଟ୍ ଆଇ ଆମ୍ ସରି ଟୁ ସେ ଆପଣଙ୍କୁ ମାଉଥ କ୍ୟାନ୍ସର ହେଇଛି। ଆପଣ ଏ ଦୁନିଆରେ କେଇଟା ଦିନର ଅତିଥି। କେମିତିକା ମଣିଷ ଆପଣ ମାନେ? ମଦ ତମାଖୁ ଗୁଟୁକା ଏସବୁ ଖାଇବା ବେଳେ ଥରେ ସେ ପ୍ୟାକେଟକୁ ଦେଖିଥିବେ। ସେ ପ୍ୟାକେଟ ତ ସବୁବେଳେ ଲେଖାଯାଇଛି ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତମାଖୁ ପ୍ୟାକେଟ ତ ସିଧା ସିଧା ଲେଖାଯାଇଛି କ୍ୟାନ୍ସର। ଏସବୁ ଜାଣି ଶୁଣି ବି ଆପଣ ମାନେ ଅଣଦେଖା କରୁଛନ୍ତି। ନିଜେ ତ ଖାଆନ୍ତି ଖାଆନ୍ତି ହେଲେ ମରଣକୁ ନିମନ୍ତ୍ରଣ କରିଥାନ୍ତି। ନିଜ ପରିବାରକୁ ମଧ୍ୟ ବହୁତ କଷ୍ଟ ଦେଇଥାନ୍ତି। ଆପଣ ଜାଣିଛନ୍ତି ଏସବୁ ଦ୍ୱାରା ଆମ ସ୍ୱାସ୍ଥ୍ୟର ସମସ୍ତ ଫୁସଫୁସ ହାର୍ଟ লিভর এবং অন্যান্য অঙ্গ ମଧ୍ୟ নষ্ট ହୋଇଥାଏ। ଏହା ଦ୍ୱାରା କ୍ୟାନ୍ସର ଟ୍ରିପ୍ ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ। ଏଇ ଦେଖୁନ ଲିଙ୍ଗୁର ବାପାକୁ କେମିତି ମଦ ପିଇ ନିଜ ପରିବାରକୁ ଏକା କରି ଆରପାରିକୁ ଚାଲିଗଲେ। ଆଜିଠାରୁ ଆମ ସମସ୍ତେ ଶପଥ ନେବା ଯେ ମ୍ୟାମ୍ ଆମ ମନ ଖୋଲି ଦେଲେ ଦାଦା ଆଜିଠାରୁ ଆମେ ସମସ୍ତେ ଶପଥ ନେବା ଯେ ନିଶା ଦ୍ରବ୍ୟ ତମାଖୁ ଗୁଟୁକା ଏସବୁ ଖାଇ ନିଜ ସ୍ୱାସ୍ଥ୍ୟକୁ ନଷ୍ଟ କରିବା ନାହିଁ।